ମୁଁ କେବେ ତ ତାକୁ ସାମ୍ନାରୁ ଦେଖିନଥିଲି। ଆଉ ଦେଖିକି କ'ଣ ଲାଗିଲା, ମୁଁ ତ ଗୋଡ଼ରୁ ତଳ ପର୍ଯ୍ୟନ୍ତ ମୋର କ'ଣ ହେଉଛି କହି ହେଉନି। ଆଶୀର୍ବାଦ କ'ଣ ମାଗିଲି, ଯଦି ବୋହୂ କଲେ ଭଲ ହୁଅନ୍ତା ବୋଲି ଭାବୁଛି। ବର୍ତ୍ତମାନ ଦେଖୁଥିଲି ସେ ସମସ୍ତଙ୍କୁ ଦେଖି ଇଚ୍ଛା ନଥିଲେ ବି ଏମିତି ହେଉଥିଲେ, ବଟ୍ ଆଜି ମୋତେ ଦେଖିଲା ପରେ ମୋତେ ଲାଗିଲା ବୋଧେ ହେଭି ଏନର୍ଜି ପଳେଇ ଆସିଲା। ଆରେ ଆରେ ତମେ ଆସିଛ, ମୁଁ କହିଲି ହଁ, ମୁଁ ଧାଇଁ ଆସିଛି ତମ ପାଖକୁ। ଆରେ ଖୁସି ଲାଗିଲା ଦେଖିକି। ମୁଁ ତାଙ୍କ ଖୁସି ପାଇଁ, ତାଙ୍କୁ ପାଇବା ପାଇଁ ଦକ୍ଷିଣକାଳୀଙ୍କ ପାଖରେ ଅଖଣ୍ଡ ଦୀପ ବି ଜାଳିଛି। ଜାଗର ଅଛି, ବିନା ଜାଗରରେ ବି ମୁଁ ଅଖଣ୍ଡ ଦୀପ ଜାଳିବି, କିଛି ଅସୁବିଧା ନାହିଁ। ମୋ କଥା ହେଉଛି, ମୁଁ କେବେ ବି କାହା ସୁଖ ଟାଇମ୍ରେ ଠିଆ ହୁଏନି, ଦୁଃଖ ଟାଇମ୍ରେ ହିଁ ମୁଁ ଠିଆ ହୁଏ। ବହୁତ ଖୁସିର କଥା ଯେ ଆଜି ମହାନ୍ତି ବାବୁ ମୋତେ ଡକେଇଥିଲେ ଆସିବା ପାଇଁ, କାର୍ଡ଼ ଦେଇ ଖୁସି ଲାଗିଲା। ଆଜି ଆସିଥିଲି ତାଙ୍କ ବାପାଙ୍କର ଏକାଦଶୀରେ। ମୁଁ ଭାବିନଥିଲି ଯେ ତାଙ୍କ ବାପାଙ୍କ ଏକାଦଶୀରେ ଆସିବାର ମୋତେ ସୁଯୋଗ ମିଳିବ। କେଉଁଠି ନା କେଉଁଠି ହୃଦୟରେ ମୋର ତାଙ୍କ ପରିବାର ପ୍ରତି ଏବଂ ମହାନ୍ତି ବାବୁଙ୍କ ପ୍ରତି ଭଲ ପାଇବା ଥିଲା ବୋଲି ଆଜି ମୁଁ ଆସି ପହଞ୍ଚି ପାରିଛି। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ତାଙ୍କ ପରିବାର ଖୁସି ଶାନ୍ତିରେ ଜୀବନ ବିତାନ୍ତୁ ଏବଂ ତାଙ୍କର ଆତ୍ମାର, ତାଙ୍କ ବାପାଙ୍କର ଆତ୍ମାର ସଦ୍ଗତି ନିମନ୍ତେ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି ଏବଂ ଜଗନ୍ନାଥଙ୍କ ପାଖରେ ଗୋଟିଏ ଦୀପଟିଏ ଜାଳିଦେବି। ହଁ, ଏବେ ବି ତ କହୁଛି। ବର୍ତ୍ତମାନ ଯେଉଁ ପରିସ୍ଥିତି ଚାଲିଛି, ଏହି ସମୟରେ ଏ କଥା କହିବାର ମୋ ପାଖରେ ଠିକ୍ ହେବନି ବୋଲି ମନେ କରୁଛି। ଆଜି ଦିନଟା ଛାଡ଼ିଦିଅ, କାଲିଠାରୁ ଏଇ ବିଷୟରେ ଯେତେ ବି ମନ୍ତବ୍ୟ ମୋ ଠାରୁ ନେଇପାରିବ। ବହୁତ ଖୁସି ଲାଗିଲା। ମାଉସୀ ବସିଥିଲେ ଏବଂ ତାଙ୍କର ଅନ୍ୟ ପରିବାର ଲୋକ ବି ବସିଥିଲେ, ଦେଖା ହେଲି, ଖୁସି ଲାଗିଲା। ସମସ୍ତଙ୍କର ବର୍ତ୍ତମାନ ଯେଉଁ ପରିସ୍ଥିତି, ଏ ପରିସ୍ଥିତିରେ ତାଙ୍କ ପାଖରେ ଠିଆ ହେବା ନିହାତି ଆବଶ୍ୟକ, ତାଙ୍କୁ ଧୈର୍ଯ୍ୟ ଦେବା ନିହାତି ଆବଶ୍ୟକ ମୁଁ ମନେ କରୁଛି। ତେଣୁ ମୋର ମହାନ୍ତି ବାବୁଙ୍କ ପ୍ରତି ଏବଂ ତାଙ୍କ ପରିବାର ପ୍ରତି ଶ୍ରଦ୍ଧା, ସମ୍ମାନ, ଭଲ ପାଇବା ନିହାତି ଭାବରେ ରହିଛି, ରହିଥିବ ମଧ୍ୟ ଜୀବନ ଥିବା ପର୍ଯ୍ୟନ୍ତ। ତାଙ୍କ ଜୀବନର ଏଇଟା ଗୋଟେ ବହୁତ ବଡ଼ ଦୁଃଖ ଟାଇମ୍ଟା। ମୁଁ ଯେତିକି ଜାଣିଛି ସେ ନିଜଠାରୁ ତାଙ୍କ ବାପାଙ୍କୁ ବହୁତ ଭଲ ପାଆନ୍ତି, ତାଙ୍କ ମାଆଙ୍କୁ ଭଲ ପାଆନ୍ତି। ଆଜି ଏଇ ପରିସ୍ଥିତିରେ ଯଦି ମୁଁ ତାଙ୍କୁ ଏତେ ଭଲ ପାଏ, ଯଦି ମୁଁ ତାଙ୍କ ପାଖରେ ନ ଠିଆ ହେବି, ତାହେଲେ ବୋଧେ ମୋତେ ଭଲ ଲାଗିବନି। ମୋ ନିଜକୁ ମୁଁ ଧିକ୍କାର କରିବି ଯେ ନାଇଁ, ମୁଁ ଯାହାକୁ ଏତେ ଭଲ ପାଉଛି ତା ପରିବାର ଦୁଃଖ ଟାଇମ୍ରେ ମୁଁ ଯଦି ଠିଆ ନହେଲି ତାହେଲେ ଭାରି ଦୁଃଖ ଲାଗିବ ମୋତେ। ଆଶୀର୍ବାଦ କ'ଣ ମାଗିଲି, ଯଦି ବୋହୂ କଲେ ଭଲ ହୁଅନ୍ତା ବୋଲି ଭାବୁଛି। ମୁଁ ତାଙ୍କ ଖୁସି ପାଇଁ, ତାଙ୍କୁ ପାଇବା ପାଇଁ ଦକ୍ଷିଣକାଳୀଙ୍କ ପାଖରେ ଅଖଣ୍ଡ ଦୀପ ବି ଜାଳିଛି। ଜାଗର ଅଛି, ବିନା ଜାଗରରେ ବି ମୁଁ ଅଖଣ୍ଡ ଦୀପ ଜାଳିବି, କିଛି ଅସୁବିଧା ନାହିଁ। ମୋ ପାଇଁ ସବୁଦିନ ଜାଗର। ନିଜ ମନରେ ଦୁଃଖ ଥିଲେ ବି ଅନ୍ୟ ସମସ୍ତଙ୍କ ଆଗରେ ନିଜର ଖୁସି ଦେଖେଇ ହେଉଛନ୍ତି, ତ ତାଙ୍କ ଖୁସି ପାଇଁ ରାନୀ ପଣ୍ଡା କିଛି ଏକ୍ସଟ୍ରା ଆଡ୍ କରିବେ କି, ଟିକେ ଆଉ ଟିକେ ପାୱାର ପ୍ଲସ୍ ମିଳିବ ତାଙ୍କ ଖୁସିରେ? ମୁଁ ବର୍ତ୍ତମାନ ଦେଖୁଥିଲି ସେ ସମସ୍ତଙ୍କୁ ଦେଖି ଇଚ୍ଛା ନଥିଲେ ବି ଏମିତି ହେଉଥିଲେ, ବଟ୍ ଆଜି ମୋତେ ଦେଖିଲା ପରେ ମୋତେ ଲାଗିଲା ବୋଧେ ହେଭି ଏନର୍ଜି ପଳେଇ ଆସିଲା। ଆରେ ଆରେ ତମେ ଆସିଛ, ମୁଁ କହିଲି ହଁ, ମୁଁ ଧାଇଁ ଆସିଛି ତମ ପାଖକୁ। ଆରେ ଖୁସି ଲାଗିଲା ଦେଖିକି। ମୁଁ କେବେ ତ ତାକୁ ସାମ୍ନାରୁ ଦେଖିନଥିଲି। ଆଉ ଦେଖିକି କ'ଣ ଲାଗିଲା, ମୁଁ ତ ଗୋଡ଼ରୁ ତଳ ପର୍ଯ୍ୟନ୍ତ ମୋର କ'ଣ ହେଉଛି କହି ହେଉନି।